ଅପାସରା କାହାଣୀ ଶିକାରୀ କୋକି ଓ କଲରାପତ୍ରିଆ। ଦିନେ ଶିକାରୀଟାଏ ଗୋଟାଏ ସୁନ୍ଦର ରୁମ୍ ଥିବା କୋକିକୁ ଦେଖି ତାକୁ ଧରିବାକୁ ଅଥୟ ହେଲା। ସେ କୋକିର ଗାତ ଠାବ କଲା ଓ ଗାତ ପାଖରେ ଏକ ଗଭୀର ଖାଇ ଖୋଳିଲା। ସଯତ୍ନ କାଠିକୁଟା ଥୋଇ ସେ ଖାଇକୁ ଘୋଡ଼ାଇ ଦେଲା। ସବା ଉପରେ ଥୋଇଦେଲା ଲୋଭନୀୟ ମାଂସ ଖଣ୍ଡଟିଏ। ତାପରେ ସେ ଅରଣ୍ୟ ଭିତରକୁ ଚାଲିଲା ଓ କୋକିର ବାହୁଡ଼ା ବାଟକୁ ଅନିଶା କଲା। ବହୁ ସମୟ ପରେ କୋକି ଛପି ଛପି ଆସିଲା। ଦୂରରୁ ସେ ମାଂସର ବାସ୍ନା ବାରିପାରିଲା, କିନ୍ତୁ ସେ ଖଣ୍ଡିକ ଖେଳେଇ ହୋଇ ପଡ଼ିଥିବା କାଠିକୁଟା ଉପରେ ଦେଖି ତାହା ଜନ୍ତା ବୋଲି ତାର ଡର ହେଲା। ତେଣୁ ସେ ଖାଲି ମାଂସକୁ ଶୁଙ୍ଘି ଦେଇ ଧପାଡ଼ିଲା ନୂଆ ବସାଟିଏ ଖୋଜିବାକୁ। କିଛି କ୍ଷଣ ପରେ ପାହାଡ଼ ଉପରୁ ଓହ୍ଲାଇଲା କଲରାପତ୍ରିଆଟିଏ। ସେ ମଧ୍ୟ ମାଂସର ବାସ୍ନା ବାରିପାରିଲା। ସେ କୋକି ପରି ହୁସିଆର ନୁହେଁ। ତାହା କୋଉଠି ଥୁଆ ହୋଇଛି ନ ବିଚାରି ତା ଉପରକୁ କୁଦା ମାରିଲା। ଅରଣ୍ୟରେ ଲୁଚିଥିବା ଶିକାରୀକୁ ଖାଇରେ କଲରାପତ୍ରିଆ ମୁହଁମାଡ଼ି ପଡ଼ିବାର ଧଡ଼ାସ ଶବ୍ଦ ଶୁଭିଲା। କୋକି ଧରାପଡ଼ିଛି ଭାବି ସେ ଚଟ୍କିନି ଦୌଡ଼ି ଯାଇ ଖାତ ଭିତରକୁ ଡେଇଁ ପଡ଼ିଲା। ତତ୍କ୍ଷଣାତ୍ କଲରାପତ୍ରିଆ ଝାମ୍ପ ମାରି ଶିକାରୀକୁ ମାରିଦେଲା, ଯେମିତି ଶିକାରୀ କୋକିକୁ ମାରିବାକୁ ଫନ୍ଦି କରିଥିଲା।